महामंत्री बुद्धिवंत राजेश्वर अपेक्षा करी करी अनेक समय बीतीगला हेले ए पर्यंत मो बेनीपुत्र आकाश और विकास कुआड़े जाइछन्ति सूर्य देवता पश्चिम दिगरे अस्त हेबाकु बसिलेनी। हाँ महाराज तथापि पुत्रदय ए पर्यंत फेरी आसिलेनी काहीकि? महाराज एते व्यस्त विव्रत कौन चलो महाराज। राजकुमार आकाश विकास गण छुआ लोक होती जे आपण एते व्यस्त विव्रत हो पड़ते। राजकुमार आकाश विकास निश्चय शीघ्र शीघ्र फेरी आसबे महाराज, निश्चय शीघ्र शीघ्र फेरी आसबे। तेबे ठीक अछि तांकर आसिया पथ को आमे ठरे अपेक्षा कर चाहि रहिथिबा। तेबे ठीक अछि महाराज, राजकुमार आकाश विकास आसबा पथ को एटारे अपेक्षा करिवा। घेना करा अंबा भूमिष्ठ प्रणाम। अरे बापधन आकाश विकास हेला बाबा हेला उठ बापधन बापधन आकाश बापधन विकास पिता तुम दुहिंक आसबारे एते विलंब हैला काहीकि? पिता आमे दुई भाई राजा उद्यान आड़क बुलवाक जाइलु हेले पिता आसबार टिके विलंब हो जाइछि। तुम कौन आमको क्षमा करबनी पिता? हेला बाबा हेला तुम्हें तुहे जेते बेले राजा महल को फेरी आसीछ मु तो आज बहुत खुशी धन मु आज बहुत खुशी। हाँ पिता भाई के कहते आमे दुई भाई मिसी राजा उद्यान को बुलवा जाइलु। ठीक अच्छे बाबा तुम्हें तुहे जेते बेले आसी जाइछ मु तो आज बहुत खुशी धन। पिता मो सान भाई आज मो सहित प्रथम थर पर फूल उद्यान को जाइला हेले पिता आसबार टिके विलंब हो जाइछि। हरे धन बापधन आकाश पिता तू हूँ ए घर बड़ पुओ तू सीना विद्या शिक्षा उत्तीर्ण हो सारीचु हेले तो सान भाई विकास पाठ पढ़ा ए जाए बाकी रही जाइछि। पिता तू ताकू एमती बुलाबुली करवा कौन तो पक्षे ठीक होउछि? मु जाने पिता मु जाने आसंता काली मो सान भाई आसंता काली मो सान भाई चली गुरुकुल आश्रम को विद्या शिक्षा करने निमंते हेले पिता आज प्रथम थर पाई तो मो सहित जाइथिला मो भाई। हरे धन तू ठीक कही निश्चय। पिता आज भाई सहित राजा उद्यान को बुली जाई आज मैं एते खुशी जी भाई कहबाकू मो पाखरे भाषा मध्य नहीं। सत कहते धन हाँ पिता तुम दुहिंक उपस्थिति रे ए मोर माणिक्यपुर राजा प्रसाद आज हस खुशी रे नाची उठुछि धन हस खुशी रे नाची उठुछि। पिता हरे बाबा बापधन आकाश पिता बापधन विकास पिता तुम्हें तुहे तो अट परम नयन तारा पिता अंधर लौड़ी बाप मरंक पासरा तुम्हें तुहे तो अट परम नयन तारा अंधर लौड़ी बाप मरंक पासरा भाबर बंधन
ଲୋକେ ଥିଲେ କାହାକୁ ବାଡର କାଳିଆ ପାଖରେ କରେ ନିବେଦନ ସୁଖେ ରଖିଥା ଏ ଚକା ନୟନ କାଳିଆ ପାଖରେ କରେ ନିବେଦନ ସୁଖେ ରଖିଥା ଏ ଚକା ନୟନ ଚନ୍ଦ୍ରମଣି ସାହୁ ଗୀତେ କରାଇ ଲିଖନ ଆସୁଥାଉ ଏହି ରାଜା ଭବନ ଆସୁଥାଉ ଏହି ରାଜା ଭବନ ବାପତନ ବିକାଶ ପିତା ଆସନ୍ତାକାଲିରୁ ଚାଲିଯିବୁ ବିଦ୍ୟା ଶିକ୍ଷା ନିମିତ୍ତାର୍ଥେ ଗୁରୁକୁଳ ଆଶ୍ରମକୁ। ହଁ ପିତା ସେଠାରେ ସାଙ୍ଗ ସାଥୀମାନଙ୍କ ସହିତ ମିଳିମିଶି ମନ ଦେଇକି ପାଠ ପଢ଼ିବୁ। ଆଉ ଏଇ ମୋର ମାଣିକ ରାଜ୍ୟର ଯଶ କୀର୍ତ୍ତି ଅର୍ଜନ କରିବୁ ଧନ, ଯଶ କୀର୍ତ୍ତି ଅର୍ଜନ କରିବୁ। ଆପଣ ଠିକ ଅଛନ୍ତି ପିତା। ଆପଣଙ୍କ କଥାକୁ ମୁଁ ଅକ୍ଷରେ ଅକ୍ଷରେ କରିବି ପାଳନ। ପାଠ ପଢ଼ି ବଡ଼ ମଣିଷ ହେବି। ଆଉ ଆମ ଏଇ ଦେଶର ସୁନାମ ଅର୍ଜନ କରିବି। ପିତା କେବଳ ଆପଣଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ଥିଲେ ମୁଁ ନିଶ୍ଚୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ଭଲରେ ଫେରି ଆସିବି ପିତା। ଭଲରେ ଫେରି ଆସିବି। ହରେ ବାବା, ତୁମ ଦୁହିଁଙ୍କ ପାଖରେ ସଦା ସର୍ବଦମର ଆଶୀର୍ବାଦ ଅଛି ଧନ, ସଦା ସର୍ବଦମର ଆଶୀର୍ବାଦ ଅଛି। ପିତା ହେଲେ ପିତା, ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ। ତୁ ପୁଣି ମୋତେ କ'ଣ କହିବାକୁ ଚାହୁଁଛୁ? ହଁ ପିତା, ହଁ ଶୀଘ୍ର ଶୀଘ୍ର କହୁନ। ପିତା, ଆସନ୍ତାକାଲି ମୋ ସାନ ଭାଇ ଚାଲିଯିବ ଗୁରୁକୁଳ ଆଶ୍ରମକୁ ବିଦ୍ୟା ଶିକ୍ଷା କରିବା ନିମନ୍ତେ। ହେଲେ ପିତା, ମୋ ଘରେ ଏକା ଏକା ରହି କ'ଣ କରିବି? ମୋର ବି ଇଚ୍ଛା ହେଉଛି ଆସନ୍ତାକାଲି ବଣ ଭ୍ରମଣ କରିବା ନିମନ୍ତେ। ଆପଣ ଅନୁମତି ଦେଲେ ମୁଁ ବହୁତ ଖୁସି ହୁଅନ୍ତି ପିତା, ମୁଁ ବହୁତ ଖୁସି ହୁଅନ୍ତି। ନାଇଁ ରେ ବାବା, ତୁ ସବୁ କଥା କହିବୁ, ବଣ ଭ୍ରମଣ କଥା ଜମାରୁ ଦଣ୍ଡରେ ଧରିବୁନି। ପିତା, କାହିଁକି ନା ସେଠାରେ ଅନେକ ବଡ଼ ବଡ଼ ହିଂସ୍ର ଜନ୍ତୁମାନେ ଅଛନ୍ତି। ତେଣୁ ମୁଁ ତୋତେ ବଣ ଭ୍ରମଣ ପାଇଁ ଜମାରୁ ଅନୁମତି ପିତା, ଦେଇପାରିବିନି। ମୋର କିଛି ଅସୁବିଧା ହବନି ପିତା, ମୋର କିଛି ଅସୁବିଧା ହବନି। ଯେମିତି ଭଲରେ ଯାଇ ଭଲରେ ଫେରି ଆସିବି ମୁଁ। ମୁଁ କହିଲି ପରା, ଜମାରୁ ଅନୁମତି ଦେଇପାରିବିନି, ମାନେ ଜମାରୁ ଅନୁମତି ଦେଇପାରିବିନି। ପିତା ଯେତେବେଳେ ମୋ ବଡ଼ ଭାଇ ବଣ ଭ୍ରମଣ କରିବା ପାଇଁ ଇଚ୍ଛା କରିଛନ୍ତି, ମୋ ବଡ଼ ଭାଇକୁ ମନା କରିଛ କାହିଁକି? ମୋ ବଡ଼ ଭାଇକୁ ଅନୁମତି ଦିଅନ୍ତୁ ପିତା, ମୋ ବଡ଼ ଭାଇକୁ ଅନୁମତି ଦିଅନ୍ତୁ। ଓ ତାହେଲେ ତ ବଡ଼ ଭାଇଙ୍କ କଥାରେ ତୁ ମଧ୍ୟ ସହମତି? ହଁ ପିତା ତେବେ ଠିକ୍ ଅଛି ରେ ବାବା, ତ ବଡ଼ ଭାଇଙ୍କୁ ମୁଁ ନିଶ୍ଚୟ ଅନୁମତି ଦେଉଛି। ହରି ବାବା, ତୁ ନିଶ୍ଚୟ ଚାଲିବୁ ବଣ ଭ୍ରମଣ ନିମନ୍ତେ। ସତରେ ପିତା? ରାଜପୁତ୍ର ମାନଙ୍କର କର୍ତ୍ତବ୍ୟ ହେଉଛି ବଣ ଭ୍ରମଣ କରିବା। ପିତା, ତେଣୁ ମୁଁ ତତେ ହସି ହସି ବିଦାୟ ଦେଉଛି ଧନ, ହସି ହସି ବିଦାୟ ଦେଉଛି। ପିତା, ରାଜକୁମାର ଆକାଶ, ଆପଣ ଏଥର ଖୁସି ତ? ରାଜକୁମାର ଆପଣ ଏଥର ଖୁସି ତ? ମନ୍ତ୍ରୀ ମହାଶୟ, ମୁଁ ବହୁତ ଖୁସି। ମନ୍ତ୍ରୀ ମହାଶୟ, ମୁଁ ବହୁତ ଖୁସି। ହେଲେ ରାଜକୁମାର, କାଲି ପ୍ରାପ୍ତ ସମୟରେ ଆପଣ ଚାଲିଯିବେ ବଣ ଭ୍ରମଣ ନିମନ୍ତେ। ହେଲେ ରାଜକୁମାର, ସେଠାରେ ଅନେକ ବନ୍ୟଜନ୍ତୁ ଥାନ୍ତି, ଅନେକ ହିଂସ ଜନ୍ତୁ ଥାନ୍ତି। ଆପଣ ଶୀଘ୍ର ଯାଇ ଶୀଘ୍ର ଫେରି ଆସିବେ। ନିଶ୍ଚୟ ମନ୍ତ୍ରୀ ମହାଶୟ, ମୁଁ ଶୀଘ୍ର ଚାଲି ଆସିବି। ତେବେ ଠିକ ଅଛି ରାଜକୁମାର ବିକାଶ, ମନ୍ତ୍ରୀ ମାସେ ଆପଣ ଠିକ ସମୟରେ ଖାଇବେ, ଆଉ ଦେହର ଯତ୍ନ ନେବେ, ଆଉ ଠିକ ସମୟରେ ବିଶ୍ରାମ ନେବେ, ଆଉ ମନ ଦେଇକି ପାଠ ପଢ଼ିବେ। ରାଜକୁମାର, ମନ ଦେଇକି ପାଠ ପଢ଼ିବେ। ଆପଣ ଠିକ ଅଛନ୍ତି ମନ୍ତ୍ରୀ ମାସେ। ମୁଁ ମନ ଦେଇ ପାଠ ପଢ଼ିବି, ଆମ ଦେହର ଯତ୍ନ ନେବି। ତେବେ ଠିକ ଅଛି ରାଜକୁମାର। ହେଲେ ବାବା, ସମୟଟା ଅନେକ ହେଲାଣି, ଆସ ସମସ୍ତେ ମିଳିମିଶି କ'ଣ କିଛି ଖାଇଦେଇ ପିତା। ବିଶ୍ରାମ ନେବା। ଆଉ ଆସନ୍ତାକାଲି ପ୍ରାପ୍ତ ସମୟରେ ତୁମେ ଦୁହେଁ ଚାଲିଯିବ ନିଜ ନିଜ କର୍ତ୍ତବ୍ୟ ପଥକୁ। ପିତା, ତେବେ ଠିକ ଅଛି ପିତା, ଏଠାରେ ବିଳମ୍ବ କରିବାନି। ଚାଲ ଶୀଘ୍ର ଚାଲିଯିବା। ଚାଲନ୍ତୁ ପିତା। ଏବେ ଚାଲ ସମସ୍ତେ, ସମୟଟା ଅନେକ ହେଲାଣି। ତେବେ ଠିକ ଅଛି ମହାରାଜ। ଚାଲନ୍ତୁ ପିତା।
ଲାଗୁଛି ନା ହଁ ଭାଇ ମୋତେ ଆଜି ବହୁତ ଖୁସି ଲାଗୁଛି ସତରେ ବଡ଼ ଭାଇ ଆଜି ତୁମେ ବହୁତ ଖୁସି ନା ହଁ ଭାଇ ହଁ କାହିଁକି ନା ବଡ଼ ଭାଇ କାଲି ପ୍ରାତ ସମୟରେ ତୁମେ ଚାଲିଯିବ ବଡ଼ ଭ୍ରମଣ କରିବା ପାଇଁ ଭାଇ ଆଉ ବଡ଼ ଭାଇ ମୁଁ ଚାଲିଯିବି ଗୁରୁକୁଳ ଆଶ୍ରମକୁ ପାଠ ପଢ଼ିବା ପାଇଁ ସତରେ ଭାଇ ହେଲେ ସତରେ ବଡ଼ ଭାଇ ତୁମ କଥା ମୋତେ ବହୁତ ମନେ ପଡ଼ିବ ବଡ଼ ଭାଇ ଭାଇ ବହୁତ ମନେ ପଡ଼ିବ ତୋ କଥାରେ ମୋତେ ବହୁତ ମନେ ପଡ଼ିବ ବଡ଼ ଭାଇ ଗୋଟିଏ ବର୍ଷ ପାଇଁ ନୁହଁ 3 ବର୍ଷ ପାଇଁ ତୁ ମୋ ଠାରୁ ଅଲଗା ହେଇଯିବୁ ହେଲେ ଏଇ ଭାଇ ଭଲକି ପାଠ ପଢ଼ିବୁ ଯେମିତି ଆମ ଦେଶର ନାଁକୁ ଆହୁରି ଆଗକୁ ନେବୁ ଆପଣ ଠିକ ଅଛନ୍ତି ବଡ଼ ଭାଇ ଭାଇ ହେଲେ ବଡ଼ ଭାଇ ମୋତେ ଭାରି ଭୋକ ଲାଗିଲାଣି ଭାଇ ଚାଲ ବଡ଼ ଭାଇ ଯାଇକି କିଛି ଖାଇ ନେବା ତେବେ ଠିକ ଅଛି ଭାଇ ଚାଲ କଣ କିଛି ଖାଇ ନେବା ତେବେ ଠିକ ଅଛି ବଡ଼ ଭାଇ ଚାଲନ୍ତୁ